ଯଦି କେହି ନିଜ ଲୋକ ତୁମକୁ ଏହା କୁହେ କି ଯେ ତୁମେ ଏହି କାର୍ଯ୍ୟ କରିପାରିବ ନାହିଁ, କିନ୍ତୁ ତୁମେ ସେ କାର୍ଯ୍ୟ ବହୁତ ଭଲ ଭାବରେ କରିପାରିବ, ତେବେ ତୁମେ ସେମାନଙ୍କ ପରାମର୍ଶ ଉପରେ ବିଚାର କର। ହୁଏତ ସିଏ ଠିକ୍ କହୁଥିବେ, କାହିଁକି ନା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏମିତି କିଛି ପ୍ରତିଭା ଥାଏ ଯାହା ଅନ୍ୟ କାହା ପାଖରେ ନଥାଏ। ତେଣୁ ତୁମର ପ୍ରତିଭାକୁ ଚିହ୍ନଟ କର ଏବଂ ତାପରେ ତୁମର ଜୀବନକୁ ସେହି ଅନୁଯାୟୀ ବା ସେହି ହିସାବରେ ଆଗକୁ ବଢ଼ାଅ। ତୁମେ ତ ସବୁ କାମ କରିପାରିବ, କିନ୍ତୁ ବିଜୟୀ ସେଥିରେ ହେବ ଯେଉଁଥିରେ ତୁମର ରୁଚି ଅଛି, ତୁମର ଆଗ୍ରହ ଅଛି, ପ୍ରତିଭା ଅଛି ଏବଂ ଗୁଣ ଅଛି। କେବେ ବି ଅନ୍ୟମାନଙ୍କ ସହିତ ତୁମର ଜୀବନକୁ ତୁଳନା କର ନାହିଁ, କାହିଁକି ନା ପ୍ରତ୍ୟେକଙ୍କର ନିଜର ଏକ ଅଲଗା ସଫଳତା ଅଛି, ନିଜ ନିଜର ଅନୁଭବ ଅଛି। ଦୁନିଆରେ ଲୋକମାନେ ଅଛନ୍ତି ତ ତେବେ ସେମାନେ କିଛି ନା କିଛି କହିବେ, ଭଲ ହେଉ କି ଖରାପ, କିନ୍ତୁ ତୁମେ ତୁମର ଆତ୍ମବିଶ୍ୱାସକୁ ବଜାୟ ରଖ ଏବଂ ଯେଉଁ ପଥକୁ ମନୋନୀତ କରିଛ, ବାଛିଛ, ସେହି ପଥରେ ଆଗକୁ ବଢ଼। ଲୋକମାନଙ୍କ କଥାରେ ରାଗ ଆସିଲେ ମଧ୍ୟ କିଛି କଥା ନାହିଁ ବା ଅସୁବିଧା ନାହିଁ। ସେହି କ୍ରୋଧର ଊର୍ଜା ବା ଶକ୍ତିକୁ ସକାରାତ୍ମକ ରୂପରେ ପରିବର୍ତ୍ତନ କର ଏବଂ କଠିନ ପରିଶ୍ରମ କର। ଦେଖିବ ତାପରେ ସଫଳତା ନିଶ୍ଚିତ ହେବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।